ହ୍ୟାଲୋ। ବହୁତ ଲୋକ ଜାଣିନାହାନ୍ତି ଗୋଟେ ଫ୍ୟାମିଲି ଆକାଉଣ୍ଟ ଅଛି ବୋଲି। ଫ୍ୟାମିଲି ଆକାଉଣ୍ଟ କହିଲେ କୌଣସି ପରିବାରରେ ଯାହା ଖର୍ଚ୍ଚ ହେଉଛି ଡେଲି ସେଇଟାକୁ ଲେଖିବା ଖର୍ଚ୍ଚରେ ଏବଂ ପଇସାଟା କେଉଁଠୁ ଆସିଲା ସେଇଟା ମଧ୍ୟ ଲେଖିବା। ଏଇ ଦୁଇଟା ଯାକାର ମାନେ ଆସିବାରୁ ଯିବା ଖର୍ଚ୍ଚଟାକୁ ମାଇନସ୍ କଲା ପରେ ଯାହା ରୁହେ ସେଇଟାକୁ ବାଲାନ୍ସ କହନ୍ତି। ତେଣୁ ଏଇ ବାଲାନ୍ସ ଯେଉଁ ଜିନିଷଟା ସମସ୍ତେ ମେଣ୍ଟେନ୍ କଲେ ଆପଣ ଜାଣିପାରିବେ କେତେ ପଇସା ଆପଣଙ୍କ ପାଖରେ ଅଛି, କେଉଁଠି ଖର୍ଚ୍ଚ କଲେ ଆପଣଙ୍କର ମତଲବ ପଇସାଟାକୁ ଆପଣ ୟୁଟିଲାଇଜ୍ କରିପାରିବେ। କିନ୍ତୁ ଆଜିକାଲି ଦେଖନ୍ତୁ ଯେତେ ସବୁ ଫ୍ୟାମିଲି ଅଛି, ଗରିବ ହେଉ ଧନୀ ହେଉ, ବଡ଼ ଧନୀ ଲୋକଙ୍କ କଥା ଛାଡ଼ନ୍ତୁ, ସେମାନେ କେହି ମେଣ୍ଟେନ୍ କରୁନାହାନ୍ତି ଆକାଉଣ୍ଟସଟି, ଖର୍ଚ୍ଚଟା କେହି ଲେଖୁନାହାନ୍ତି। ଆଉ ଶିକ୍ଷିତ ପିଲା ବି ସେମାନେ ବି ଲେଖୁନାହାନ୍ତି, କାରଣ ତାଙ୍କ ପାଖରେ ଫୋନ୍ପେ ଅଛି, ଗୁଗୁଲ୍ ପେ ଅଛି, ସବୁ ପଠେଇ ଦେଉଛନ୍ତି। ତେଣୁ ପଇସାଟା ଆସୁଛି ସାଲାରୀରୁ କି ବିଜନେସ୍ରୁ ତା ମୂଲ ଲାଗିବାରେ, କିନ୍ତୁ ଯାଉଛି ଯେତେବେଳେ ସେଇଟା ଫୋନ୍ପେ ମାଧ୍ୟମରେ ଗୁଗୁଲ୍ ପେ ମାଧ୍ୟମରେ ପଳାଉଛି। କିନ୍ତୁ ସେଇଟାକୁ ଲୋକ ଆଉ ଲକ୍ଷ୍ୟ କରୁନାହାନ୍ତି, କାରଣ ଆପଣ ପଇସାଟା ଖର୍ଚ୍ଚ ଯେତେବେଳେ କରିବେ ପଇସା ଦେଇକିନି, ଟଙ୍କା ଦେଇକିନି, ସେତେବେଳେ ଆପଣଙ୍କୁ ବାଧିବ। କିନ୍ତୁ ଗୁଗୁଲ୍ ପେ ଫୋନ୍ପେରେ ବାଧେ ନାହିଁ। କିନ୍ତୁ ଆପଣ ଯେତେବେଳେ ତାକୁ ରିପୋଜ ମାନେ ପଇସାଟାକୁ ମାନେ ଗୁଗୁଲ୍ ପେରେ ନେଇ ରଖନ୍ତି, ମାନେ ପଠେଇବା ପାଇଁ ଅଲଗା ଜାଗାକୁ, ସେତିକି ବେଳେ ବାଧେ। ତେଣୁ ଆପଣ ସମସ୍ତେ ହିସାବ ରଖନ୍ତୁ। ହିସାବ ରଖିଲେ ଆପଣ ଭବିଷ୍ୟତରେ ହିସାବକୁ କମ୍ପେୟାର କରିକିନି କେଉଁଠି କ'ଣ ଖର୍ଚ୍ଚ କଲେ ଆପଣ ସେଭିଙ୍ଗସ୍ କରିପାରିବେ ଏବଂ ଉପରକୁ ଉଠିପାରିବେ। ନହେଲେ ଆପଣ ଯେଉଁ ଗରିବ ଥିଲେ, ଯେତେ ପାଠ ପଢ଼ନ୍ତୁ, ଯେତେ ଚାକିରି କରନ୍ତୁ, ଯେତେ ପଇସା ଅଛି, ଯଦି ହିସାବ ନ ରଖିଛନ୍ତି ଗରିବ ହିଁ ରହିବେ।